ଭଗବାନଙ୍କ ସହିତ ରାଧାରାଣୀଙ୍କୁ କାହିଁକି ପୂଜା କରନ୍ତି ଆଉ କାହାକୁ କାହିଁକି ନୁହେଁ, ଏହାର କାରଣ ସ୍ପଷ୍ଟ ଅଟେ। କାରଣ ମୌନ ପ୍ରକୃତି ସ୍ୱୟଂ ରାଧାରାଣୀ ଅଟନ୍ତି। କେବେ କେବେ ଆମେ ଲକ୍ଷ୍ମୀଙ୍କ ରୂପରେ ଦେଖନ୍ତି ତ କେବେ ସ୍ୱୟଂ ଶ୍ରୀକୃଷ୍ଣଙ୍କ ଶକ୍ତି ରୂପରେ ଦେଖିଥାନ୍ତି। ଆମକୁ ଏକଥା ବୁଝିବାକୁ ହବ, ଭଗବାନ ଗୋଟିଏ ରୂପରେ ସୀମିତ ନୁହନ୍ତି। ସିଏ ଯେମିତି ଅନନ୍ତ ରୂପ ଧାରଣ କରନ୍ତି, ସେହିଭଳି ମାତା ଲକ୍ଷ୍ମୀ 8 ସ୍ୱରୂପ ପ୍ରକଟ ହୁଅନ୍ତି, 8 ଦିଗକୁ ଦର୍ଶାଇଥାନ୍ତି। ଧନଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ ଲକ୍ଷ୍ମୀ, ଧାନ ଲକ୍ଷ୍ମୀ, ଆଦି ଲକ୍ଷ୍ମୀ, ଧୈର୍ଯ୍ୟଲକ୍ଷ୍ମୀ, ଗଜଲକ୍ଷ୍ମୀ ଏବଂ ବିଜୟଲକ୍ଷ୍ମୀ। ଭଗବାନ ଯେତେବେଳେ ଚାହାନ୍ତି ତାଙ୍କ ଜ୍ଞାନ ରୂପରେ ଭଲ ପାଇବାକୁ, ସେତେବେଳେ ରାଧାରାଣୀ 8 ରୂପରେ ଧାରଣ କରିଥାନ୍ତି। ଅଷ୍ଟସଖୀ ରୂପରେ ଲଳିତା, ବିଶାଖା, ଚିତ୍ରଲେଖା, ଚମକଳତା, ବିଦ୍ୟା, ଇନ୍ଦୁଲେଖା, ଗଙ୍ଗା ଦେବୀ ଆଉ ସୁଦେବୀ। ଭଗବାନ ଯେତେବେଳେ କ୍ରିୟାଯୋଗ, ରାଜଯୋଗ ଏବଂ ଗୃହସ୍ଥ ଜୀବନ ଆଡ଼କୁ ଆସନ୍ତି, ତେବେ ଅଷ୍ଟ ଭାର୍ଯ୍ୟା ରୂପରେ ପ୍ରକଟ ହୁଅନ୍ତି। ରୁକ୍ମଣୀ, ସତ୍ୟଭାମା, ଜାମୁବତୀ, ନାଗଜିତି, ଜ୍ୟୋତିର୍ମୟୀ, କାଳନ୍ଦୀ, ମିତ୍ରବିନ୍ଦା ଲକ୍ଷଣ ଆଉ ଭଦ୍ରା। ସେଥିପାଇଁ ରାଧାରାଣୀ ଖାଲି ଜଣେ ନାରୀ ନୁହନ୍ତି, ନାରୀ ରୂପରେ ଭଗବାନ ଅଟନ୍ତି। ତେଣୁ ଏ ଭିଡ଼ିଓଟିକୁ ଆପଣ ଯଦି ପସନ୍ଦ କରିଥିବେ, ନିଶ୍ଚୟ ଗୋଟିଏ ଲାଇକ୍ କରିବେ ଆଉ ଭିଡ଼ିଓଟିକୁ ସେୟାର କରିବେ ଏବଂ କମେଣ୍ଟରେ ଆସି ଜୟ ମା ଲକ୍ଷ୍ମୀ ବୋଲି ଲେଖିଦେବେ। ତାହେଲେ ରଖୁଛି। ଏ ଷ୍ଟୋରିଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି କହିବେ। ଧନ୍ୟବାଦ।